ଆପଣମାନେ ଜାଣିଛନ୍ତି କିନ୍ତୁ ନିର୍ବାଚନରେ ପ୍ରକାର ବଳ ବଳ କୌଶଳ ଧନବଳ ବାହୁବଳ ପ୍ରୟୋଗ କରିକିରି ଯାହା ଅନିୟମିତତା କରିକିରି ରିଗିଂ କରିକିରି ଭାରତୀୟ ଜନତା ପାର୍ଟି ବିଜୟ ହାସଲ କରିଛି। ଆପଣମାନେ ଜାଣିଥିବେ 8 ତାରିଖ 9 ତାରିଖ ସୁଦ୍ଧା ଗଣମାଧ୍ୟମର ପ୍ରତିନିଧିମାନେ ପରିଷଦରୁ ସେଠି ଥିଲେ, ଜାଣିଥିବେ, ଉପଲବ୍ଧି କରିଥିବେ। 8 ତାରିଖ ପର୍ଯ୍ୟନ୍ତ ମଧ୍ୟ ଆପଣମାନେ ଅନୁଭବ କରିଥିବେ ଜନତା ଦଳର ଯାହା ଆମର ସେ ନିର୍ବାଚନରେ ପରିସ୍ଥିତି କ'ଣ ଥିଲା। ଆମେ ଜିତିବା ହାରିବା ଭିନ୍ନ କଥା, କିନ୍ତୁ ଆମର ବରାବର ଭାବରେ ବିଜେପି ସହିତ ବିଜେପି ଆଉ ବିଜେପିର ମାନେ ଲଢ଼େଇ ଥିଲା। କିନ୍ତୁ କିପରି ଭାବରେ 3 ଦିନ ଭିତରେ 9 ତାରିଖ ଦିନ ସାଇଲେନ୍ସ ପିରିୟଡ ଆରମ୍ଭ ହେଲା, ସେଇ ଅବଧି ମଧ୍ୟରେ ସେମାନେ କି ପ୍ରକାର ଖେଳ କଲେ, ପ୍ରଶାସନକୁ କି ପ୍ରକାର ଅପବ୍ୟବହାର ହେଲା ସେଠି, ସେଇଟା କ୍ଷୋଭର ବିଷୟ, ସେଟା ସମସ୍ତେ ଜାଣିଛୁ। ଜନସାଧାରଣ ଆପଣମାନେ ଏବେ ବି ଯିବେ, ଆପଣମାନେ ଭୋଟର ସିଧାସଳଖ ଯୋଗାଯୋଗ କରିବେ, ସେମାନଙ୍କର ଅନ୍ତର କଥା କହିବାଟା ନିଶ୍ଚିତ ଭାବେ ଆମେ ଉପଲବ୍ଧ କରିପାରିବେ। କିନ୍ତୁ ଅନେକ ପ୍ରକାର ମାନେ ଯାହା ଅନିୟମିତତା କରୁଛନ୍ତି। ଉଦାହରଣ ସ୍ୱରୂପ ଦରମନ୍ଦା ବୁଥରେ 3ଟା ବୁଥ ଅଛି, ସେ ବୁଥରେ ଏଜେଣ୍ଟ ମାନଙ୍କୁ ପ୍ରବେଶ କରାଇଦେଲେ ନାହିଁ। ସେଠି ପୁଲିସ ପର୍ସନାଲ ସମସ୍ତେ ମିଶିକି ବିଜେପିର ଏଜେଣ୍ଟ ଭାବରେ କାମ କଲେ। ସେଠି ଏପରି ଭାବରେ ଆମେ ଯାହା ଉଦ୍ଧାର କରୁ ଦୀର୍ଘ 1 ମାସ ଭିତରେ ଆମେ ଗାଁ ଗଣ୍ଡାକୁ ଯାଇଛୁ। ଆମର ଜନତା ଦଳର ପ୍ରତିନିଧି ମଣ୍ଡଳ ସମସ୍ତେ ଆମେ ବୁଲିଛୁ, ଦେଖିଛୁ, ଶୁଣିଛୁ, ଜାଣିପାରିଛୁ, ଅନୁଭବ କରିପାରିଛୁ। 91ଟା ବୁଥରେ, ଯୋଉ ବୁଥରେ କି ଆମେ ନିଶ୍ଚିତ ଭାବରେ ଶତାବ୍ଦୀ ଭୋଟ ପାଇବା କଥା, ସେଇଠି କୋଉଠି 3ଟା ଭୋଟ, କୋଉଠି 5ଟା ଭୋଟ, କୋଉଠି 25ଟା ଭୋଟ, କୋଉଠି 50 କମ୍ ଭୋଟ ଆମେ ପାଇଛୁ। ଯାହା ସନ୍ଦେହ କାହିଁକି ଏହା ଅନିୟମିତର ଦୂରୀଭୂତ ହେଉଛି ଯେ ଏମାନେ ରିଗିଂ କରିଛନ୍ତି। ରିଗିଂର ଅନେକ ଆମ ପାଖରେ ପ୍ରମାଣ ଅଛି, ଅନେକ ଆମ ପାଖରେ ଉଦାହରଣ ଅଛି। ତ ଏ ପ୍ରକାର ଯାହା କେବେ ବି ଗଣତନ୍ତ୍ରରେ এটা ଗ୍ରହଣୀୟ ନୁହେଁ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଇଟା ଅଶୋଭନୀୟ। ତାକୁ ଆମେ ଦୃଢ଼ ପ୍ରତିବାଦ କରୁଛୁ। ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଆମ ନୂଆପଡ଼ାବାସୀ, ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଜବାବ ଦେବେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ଭାବରେ ଏହାର ପ୍ରତିଫଳିତ ହେବ। ଆଉ ସେସବୁ ବିଷୟରେ ଆମେ ଆମର ଦଳ ସଭାପତିଙ୍କୁ ଆମେ ଜଣେଇଛୁ। ସେ ସଙ୍ଗେ ସଙ୍ଗେ ଆପଣମାନେ ଜାଣିଥିବେ ବର୍ତ୍ତମାନ ଯୋଉ ପ୍ରକାର ପରିସ୍ଥିତି ସୃଷ୍ଟି ହେଇଛି, ସେଠି ଶାସନ ପ୍ରଶାସନର ମାନେ ଯୋଉ ପ୍ରକାର ଭେଜାଳ ଯାଉଛି, ସେଠି ଲୋକେ ତଳି ନୁଣାନ୍ତି, ଚାଷୀ ବିକଳ ହେଇ ପଡ଼ିଲେଣି। ଚାଷୀଙ୍କର ଧାନ ଖଳାରେ ପଡ଼ିଛି, ମଣ୍ଡିରେ ପଡ଼ିଛି। ଦୀର୍ଘ 1.5 ମାସ ବିଳମ୍ବ ହେଲା, ତାପରେ ବି ସେମାନେ ଧାନ କିଣିବାରେ ସକ୍ଷମ ହୋଇପାରିନାହାନ୍ତି। ଏ ପ୍ରକାର ସବୁ କ୍ଷେତ୍ରରେ ନୂଆପଡ଼ା ପ୍ରତି ଯାହା ଏମାନଙ୍କର ଆଚରଣ ଉଚ୍ଚାରଣ ଚାଲିଛି, ତାକୁ ଆମେ ଦୃଢ଼ ପ୍ରତିବାଦ କରୁଛୁ। ଆଗାମୀ ଦିନରେ ଜନତା ଦଳ ଏସବୁ ବିଷୟ ନେଇ ଲୋକମାନଙ୍କ ପାଖକୁ ଯିବ। ଆମ ସଂଗଠନ ସେଠି କାମ କରିବ ଲୋକଙ୍କ ପାଇଁ। ସବୁବେଳେ ଯାହା ଆମ ନେତା କହନ୍ତି ସେବା ଆଉ ସୁଶାସନ ପହଞ୍ଚାଇବା କଥାବାର୍ତ୍ତା, ତ ଆମେ ଆଗାମୀ ଦିନରେ ଆମର ସେ କାର୍ଯ୍ୟକ୍ରମ କରିଛି। ଆଜି ଆମର ଦଳର ସମସ୍ତେ ଉତ୍ସାହିତ ଅଛନ୍ତି। ଆମର ପ୍ରତ୍ୟେକ ପଞ୍ଚାୟତ ଭିତରେ ବି ଆପଣମାନେ ଅନୁଭବ କରିପାରିବେ ସେଇ ସଂଗଠନକୁ ଆହୁରି କି ପ୍ରକାର ଆମେ ଦୂରୀଭୂତ କରିବୁ ଏବଂ ଲୋକଙ୍କ ପାଇଁ କାମ କରିବୁ। ସେଇ ଚିନ୍ତାଧାରା ନେଇକି ଆମେ ଏଠୁ ଆମେ ସମିତ ବାବୁଙ୍କ ଆମେ ଯିବୁ ଆଉ ଗାଁ ଗାଁରେ ଆମେ କାମ କରିବୁ।